ଏକାଦଶୀ ଏହି ଏକାଦଶୀ ତିଥିଟିକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ। ହରି ଯଦି ଶୋଇବେ ତାହେଲେ ସଂସାର କେମିତି ରହିବ? କିନ୍ତୁ ଏହା ଏକ ଭକ୍ତ ଭାବର ପରିକଳ୍ପନା। ଏହି ଏକାଦଶୀରେ ପ୍ରତ୍ୟେକ ବର୍ଷ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ସ୍ୱର୍ଣ୍ଣ ଲାଗି ହୁଏ ବା ରାଜରାଜେଶ୍ୱର ବେଶ ବା ସୁନାର ବେଶ ବୋଲି କୁହାଯାଏ। ସୁନାବେଶ ଦେଖିବା ପାଇଁ ବହୁ ଲୋକଙ୍କର ଗୋଟେ ସ୍ୱତନ୍ତ୍ର ଶ୍ରଦ୍ଧା ଥାଏ। କିନ୍ତୁ ଇଏ ସେବକ ଭାବେ ସୁନାଠାରୁ ମାଟି ପର୍ଯ୍ୟନ୍ତ ସବୁକୁ ଯିଏ ସୃଷ୍ଟି କରିଛି, ତା ପାଇଁ ସୁନା କ'ଣ ଏତେ ବଡ଼ ମୂଲ୍ୟବାନ ରତ୍ନ? ସେ ନିଜେ ହିଁ ହେଉଛନ୍ତି ସୁନା। କିନ୍ତୁ ଏଇ ଯେଉଁ ସୁନାର ବେଶ, ଏଥିପାଇଁ ଯାହା ଗବେଷକମାନେ କହୁଛନ୍ତି ଆମେ ଶୁଣିଛୁ, ରାଜାମାନେ ଯେତେବେଳେ ରାଜତନ୍ତ୍ର ଶାସନ ଥିଲା, ରାଜା ମହାରାଜା ମାନେ ସେମାନେ ବିଭିନ୍ନ ରାଜ୍ୟ ଜୟ କରୁଥିଲେ। ବିଭିନ୍ନ ରାଜ୍ୟ ଜୟ କରିବା ପରେ ସେମାନେ ଯେଉଁ ସୁନା ରୂପା ଅଳଙ୍କାର ସବୁ ହାତୀ ଘୋଡ଼ାରେ ବୋହିକିରି ନେଇ ଆସୁଥିଲେ, ସେଗୁଡ଼ିକୁ ସର୍ବପ୍ରଥମେ ସେ ଜଗନ୍ନାଥଙ୍କ ପାଇଁ ସେ ସମର୍ପଣ କରୁଥିଲେ। ତେଣୁ ସମର୍ପଣ ଭାବର ଓଡ଼ିଆ ରାଜା, ଓଡ଼ିଶାର ମୌଡ଼ମଣି, ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ବୋଲି ଆମେ ଯାହାଙ୍କୁ ଆମେ କହୁ, ଆମ ପାଇଁ ସେ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା। ତାଙ୍କ ପାଇଁ ଏ ସୁନାର ବେଶ ସୃଷ୍ଟି ହେଇଛି। ଗୋଟିଏ କଥା ମଧ୍ୟ ଆମର ଭାଗବତ ବର୍ଣ୍ଣିତ କଥା, ପ୍ରତ୍ୟେକ ମଣିଷକୁ 5ଟି ସୁନା ଲାଗେ। ସୁନା ମାନେ ପାପ। 5ଟି ଅପରାଧ ଭିତରେ କାଟିବା, କୁଟିବା, ଡୁମ୍ ଡୁମ୍ ହେଇ ଚାଲିବା, ପହଁରିବା, କଂସା ବାସନ ମାଜିବା, ଏଇସବୁ ଭିତରେ ଅନେକ ଛୋଟ ଛୋଟ କ୍ଷୁଦ୍ର କୀଟମାନେ ମୃତ୍ୟୁବରଣ କରନ୍ତି। ଏଇ ଅପରାଧରୁ ବିମୋଚନ ପାଇଁ ପ୍ରତ୍ୟେକ ଗୃହସ୍ଥମାନେ ଗଙ୍ଗା ଜଳ ସେବନ, ନିର୍ମାଲ୍ୟ ସେବନ ଏବଂ ଇଷ୍ଟାର୍ଚ୍ଚନ, ଇଷ୍ଟଙ୍କୁ ଅର୍ଚ୍ଚନ କରିବା, ତୁଳସୀ ମୂଳରେ ଜଳ ଦାନ କରିବା, ସୂର୍ଯ୍ୟଙ୍କୁ ନମସ୍କାର କରିବା, ଭୋଜନ ସରିବା ପରେ ଖାଦ୍ୟ ପଦାର୍ଥ ଅଗ୍ନିକୁ ସମର୍ପଣ କରିବା, ପୁନଶ୍ଚ
ପିତୃ ଲୋକମାନଙ୍କ ପାଇଁ ସମର୍ପଣ କରିବା ଏଇଭଳି ଗୁରୁଙ୍କ ନିର୍ଦ୍ଦେଶରେ ଯିଏ ଯେଉଁ ପ୍ରକାର ଗୋଟେ ଏ କାର୍ଯ୍ୟକ୍ରମଟି ହୁଏ ତାଦ୍ୱାରା ଆମେ 5ଟି ଅପରାଧରୁ ମୁକ୍ତି ପାଉ। ବେଳେବେଳେ ମନେ ହୁଏ ତ ଏଇ ଯେଉଁ ସୁନାର ବେଶ ଦର୍ଶନ କଲେ ଏଇ ଦର୍ଶନ ମଧ୍ୟ ହୁଏତ ସମସ୍ତ ପାପକୁ ବିମୋଚନ କରେ, ନିଶ୍ଚିତ ଭାବରେ କରିବ। ତେବେ ଯାହା ହଉ ଆଜି ହେଉଛି ପବିତ୍ର ଏକାଦଶୀ। ଏକାଦଶୀର ମହିମା ତ ବହୁତ ଅଛି, ସେସବୁ କଥା କହିବା ପାଇଁ ଆମେ ବର୍ତ୍ତମାନ ପାଇଁ ଆମର ଇଚ୍ଛା ନାହିଁ। ମୋଟାମୋଟି ଭାବରେ ଆମକୁ ଜାଣିବାକୁ ପଡ଼ିବ ତୁ ଯେବେ ଏକ ଭାବେ ଭାବ। ଗୋଟେ ପାରିବାରିକ ଜୀବନରେ 3ଟି ଭାଇ କି 2ଟି ଭାଇ, ସମସ୍ତଙ୍କର ସଂସାର ଅଛି, ସମସ୍ତେ ପରିବାର ଗଠନ କରିଛନ୍ତି। ଏଇ ପରିବାରଟି ଗଠନ କରିବାର ଅର୍ଥ ନୁହେଁ ଯେ ନିଜ ପରିବାରଟାକୁ ନିଜର ସ୍ୱାମୀ, ନିଜର ପୁଅ, ନିଜର ଝିଅ, ନାତି ନାତୁଣୀକୁ ନେଇ ଆମେ ଗୋଟିଏ ପରିବାର କରିବା। ତା ଭିତରେ ଶାଶୁ ନଥିବେ, ଶ୍ୱଶୁର ନଥିବେ, ଦିଅର ନଥିବେ, ନଣନ୍ଦ ନଥିବେ, ଭଣଜା, ଭାଣିଜୀ, ଦେଢ଼ଶୁର, ଭାଇ ବୋଉ ଏସବୁ କିଛି ନଥିବେ। କେବଳ ମୋ ପରିବାର ବୋଲି ଗୋଟେ କ୍ଷୁଦ୍ର ବାକ୍ୟ ଆମ ଭିତରକୁ ଆସିବ। ଯଦି ଆମେମାନେ ଜୀବନରେ ଗୋଟିଏ ପରିବାର ଭିତରେ ପରସ୍ପର ମିଳିମିଶି ରହିପାରିଲୁ, ସେ ଭିନ୍ନ ହେଉ ଏକାଠି ହେଉ, ପରସ୍ପରର ଦୁଃଖ ସୁଖରେ ଯଦି ଆମେ ଭାଗି ହେଇପାରିବା, ସେଇଗୁଟାକ ହେବ ପ୍ରକୃତରେ ଏକାଦଶୀ। ଇଏ ହେଉଛି ପାରିବାରିକ ଜୀବନର ଶ୍ରେଷ୍ଠ ଏକାଦଶୀ। ସମାଜ ଗୋଟେ ବିରାଟ କଥା। ସେଠି ଗରିବ ଅଛନ୍ତି, ଧନୀ ଅଛନ୍ତି, ମଧ୍ୟବିତ୍ତ ପରିବାର ବି ଅଛନ୍ତି। କିଏ ଭଲ ବସ୍ତ୍ର ପିନ୍ଧୁଛି, କିଏ ମଇଳା ପିନ୍ଧୁଛି, କିଏ ଚିରା ବି ପିନ୍ଧୁଛି। ଆପଣମାନେ ଲକ୍ଷ୍ୟ କରିବେ ଏସବୁ ସତ୍ୟ କି ମିଥ୍ୟା। ଆପଣ ଗୋଟିଏ ଘରେ ବସିକିରି ଏ ପାଖରେ ଦୁଧ ଭାତ ଖାଉଥିବେ, ସେ ପାଖରେ ଗୋଟିଏ ପିଲା ରୁଟି ଗୁଡ଼ ଟିକେ ଖାଇବା ପାଇଁ ମଧ୍ୟ କାନ୍ଦୁଥିବ। ଏଇ ଯେଉଁ ବ୍ୟବଧାନ ସବୁ ରହିଛି, ଯେଉଁ ମଣିଷ ଏଗୁଡ଼ିକୁ ବା ଏଇ ସମସ୍ୟା ଗୁଡ଼ିକ ପ୍ରତି ଯିଏ ଧ୍ୟାନ ଦିଏ, ମୁଁ ଆଜି ଏଠି ଖେଚୁଡ଼ି ଟିକେ ଖାଉଛି, ସେ ଘରେ ଦେଇ ଆସ ବା ତାକୁ ଟିକେ ଡାକ, ସେ ମୋ ପାଖରେ ଖାଇବ। ଏଇଟା ହେଉଛି ସାମାଜିକ ସ୍ତରର ଏକାଦଶୀ। ତା ଭିତରେ ଗଛ ଲଗେଇବା, ଗଛ ବଞ୍ଚେଇବା, ଏଗୁଡ଼ାକ ସବୁ ଅଛି। କିନ୍ତୁ ଏବେ କ'ଣ ହେଉଛି, ଗାଁର ଏ ମୁଣ୍ଡରେ ଗୋଟିଏ ମନ୍ଦିର ଯଦି କଲେଣି, ଗୋଟିଏ ରାଜନୈତିକ ଦଳ, ସେ ମୁଣ୍ଡରେ ଆଉ ଗୋଟିଏ ଦଳ ଆଉ ଗୋଟିଏ ମନ୍ଦିର କଲେଣି। ମନ୍ଦିର ହେଇଗଲା, ପୂଜା କରିବ କିଏ? ମୋଟରୁ ଗୋଟିଏ କି ଯୋଡ଼ିଏ ବ୍ରାହ୍ମଣ ଥିବେ, ତାଙ୍କ ଉପରେ ସବୁ ନଦା ହେଲା। ସିଏ ପାଣି ଯେମିତି ପତରରେ ଛିଞ୍ଚନ୍ତି, ଛିଞ୍ଚିଦେଲେ, ଫୁଲଟା ପକାଇଦେଲେ, ଚନ୍ଦନ ଟିକେ ଏମିତି ଦେଇଦେଲେ, ଧୂପ କାଠିରୁ ଗୋଟିଏ ଏମିତି ମାନେ, ଇଏ କ'ଣ ଗୋଟିଏ ପୂଜା? ଇଏ ଏକାଦଶୀ ନୁହେଁ। ଏଇସବୁ ହେଉଛି ଗୋଟେ ଭକ୍ତି ଜଗତର ବ୍ୟଭିଚାର ନୀତି। ତାପରେ ଇଏ 2ଟି କଥା ପରେ ଆଉ ଗୋଟେ ଏକାଦଶୀ ହେଉଛି, ଆମେ ଅନ୍ତତଃ 3 ବକ୍ତ ଖାଉଛୁ, ଆମେ ଗୋଟିଏ ବକ୍ତ ଖାଇବା ଛାଡ଼ିଦେବା। ଯେଉଁ ବକ୍ତକୁ ଆମେ ଛାଡ଼ିଲେ ସେଇଟା ଦେଶ ସମାଜ ପାଇଁ ରହିଲା। ଇଏ ଗୋଟିଏ ଏକାଦଶୀ।
ତାପରେ ଆଧ୍ୟାତ୍ମିକ ମତରେ ଗୋଟେ ଏକାଦଶୀ ହେଉଛି ହରି ସ୍ମରଣ, ହରିକଥା ଶ୍ରବଣ, ହରିନାମ କୀର୍ତ୍ତନ, ସାତ୍ଵିକ ଭୋଜନ, ସାତ୍ଵିକ ଚିନ୍ତନ। ଇଏ ହେଉଛି ଜପ କର, ଯଜ୍ଞ କର, ଯାହା କର। ଇଏ ହେଉଛି ଆଉ ଗୋଟିଏ ଏକାଦଶୀ। ଏଇ ଏକାଦଶୀରେ କିଏ ଫଳ ଖାଏ, କିଏ ଶୁଆଁ ଚାଉଳର ଭାତ ଖାଆନ୍ତି, କିଏ ଶୁଆଁ ଚାଉଳର ଖେଚୁଡ଼ି ଖାଆନ୍ତି। ଆମେ ଦେଖିଛୁ ଭାରତବର୍ଷରେ ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟରେ ପ୍ରାୟ ଏକାଦଶୀକୁ ପାଳନ କରନ୍ତି। ସେ ଦଶମୀକୁ ପାଳନ କରନ୍ତି, ଏକାଦଶୀକି ପାଳନ କରନ୍ତି, ଦ୍ୱାଦଶୀକୁ ମଧ୍ୟ ମାନେ ପାଳନ କରନ୍ତି। ଏକାଦଶୀଟାକୁ ମୂଳ ପାଳନ କରନ୍ତି। ତେଣୁ ଯାହା ହଉ, ଯିଏ କିଏ ବା ଅଛି କେଉଁ ମତେ, ଆମେ ସମସ୍ତେ ସମସ୍ତଙ୍କୁ ଜାଣିପାରିବାନି। ଯାହାର ଯେମନ୍ତ ଭାବ ଦେଖି, ଯାହାର ଭାବ ଯେତେ ତାର ପ୍ରଭୁ ତା ପାଖରେ ଏତେ। ତେବେ କିଛି ନା କିଛି ବ୍ରତ ଆମର ରହୁ। ଯେଉଁ ବ୍ରତରେ ପ୍ରଥମ ବ୍ରତ ହେଉଛି ନିଜକୁ ସୁରକ୍ଷିତ ରଖ, ଦ୍ୱିତୀୟ ବ୍ରତ ହେଉଛି ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କର, ତୃତୀୟ ବ୍ରତ ହେଉଛି ସମାଜ ପାଇଁ କିଛି ତମର ଦାନ ରହୁ, କିଛି ତ୍ୟାଗ ରହୁ, ଚତୁର୍ଥ ହେଉଛି ସମର୍ପିତ ଭାବନା ରହିବା। ତେବେ ନିଜକୁ ଆମେ ପଚାରିବା କେଉଁ ବ୍ରତରେ ଆମେ ଅଛୁ। ଯଦି ଜଣେ କହିବ ମୁଁ ଭଲ ଖାଇବି ପିଇବି ଶୋଇବି, ଇଏ ଗୁଡ଼ା କ'ଣ ବ୍ରତ? ବଳିଆ ପ୍ରାୟ ଏକାଦଶୀ କରେନି, ଆଶ୍ରମର ପିଲାମାନେ କରନ୍ତି। କିନ୍ତୁ ଦିନେ ସମୟ ଥିଲା ବର୍ଷ ବର୍ଷ ଧରିକିରି ବଳିଆ କେବଳ ଅଲଣା ସିଝା ଖାଉଥିଲା। ମୁଁ ଭାବେ ମୋର ସେ ଏକାଦଶୀ ଏକାଥରେ ହେଇଯାଇଛି। ତେବେ କଲେ ବି ଚଳିବ, ନ କଲେ ବି ଚଳିବ, କିନ୍ତୁ ପରର ମଙ୍ଗଳ ପାଇଁ ପ୍ରାର୍ଥନା କରିବା, ଏ ଏକାଦଶୀଟିକୁ ଜୀବନ ସାରା କରୁଛି ଏବଂ କରିବି। ଆଉ ଯେଉଁମାନେ ଏକାଦଶୀ ବ୍ରତ ପାଳନ କରୁଛନ୍ତି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି। ସକଳ ବୈଷ୍ଣବଙ୍କୁ ମୋର ଗୋଟିକେ କୋଟି ନମସ୍କାର। ଯେଉଁମାନେ ଏକାଦଶୀ ବ୍ରତକୁ ନିନ୍ଦା କରନ୍ତି ବା ଗୋଟେ ବେଖାତିର କରନ୍ତି, ସେମାନେ କ'ଣ ତାଙ୍କର ଫଳ ପାଇବେ କି କ'ଣ କରିବେ, ହେଲେ ଆମେ ତ ତା'ର କର୍ତ୍ତା ନୁହେଁ, ଆମେ କାହିଁ ସେ ବିଷୟ କ'ଣ ଚିନ୍ତା କରିବା। ହଉ, ଶେଷରେ ସେଇ ଏକାଦଶୀ ତିଥିରେ ସେଇ ଏକ ଭାବନାର ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ସମସ୍ତଙ୍କର ଶୁଭକାମନା କରୁଛି। ସମସ୍ତଙ୍କ ଭିତରେ ଥିବା ସେଇ ଆତ୍ମପୁରୁଷଙ୍କୁ ପ୍ରଣାମ ଜଣାଇ ବଳିଆ ରହୁଛି। ଆଜିଠାରୁ ଚତୁର୍ମାସିଆ ବ୍ରତ ପାଳନ ହୁଏ 4 ମାସ ପର୍ଯ୍ୟନ୍ତ। ଏହି ଚତୁର୍ମାସିଆ ବ୍ରତ ଭିତରେ ଯାହା କିଛି କରନ୍ତୁ ନା କାହିଁକି, ବୃକ୍ଷରୋପଣ କରନ୍ତୁ, ଜଙ୍ଗଲ ସୁରକ୍ଷା କରନ୍ତୁ। ଜୟ ଗୁରୁ, ଜୟ ଜଗନ୍ନାଥ। ଏକାଦଶୀ, ଏହି ଏକାଦଶୀ ତିଥିଟିକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ। ହରି ଯଦି ଶୋଇବେ ତାହେଲେ ସଂସାର କେମିତି ରହିବ? କିନ୍ତୁ ଏହା ଏକ ଭକ୍ତ ଭାବର ପରିକଳ୍ପନା। ଏହି ଏକାଦଶୀରେ ପ୍ରତ୍ୟେକ ବର୍ଷ
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କର ସ୍ୱର୍ଣ୍ଣ ଲାଗି ହୁଏ ବା ଆକୁ ରାଜେଶ୍ୱର ବେଶ ବା ସୁନାର ବେଶ ବୋଲି କୁହାଯାଏ। ସୁନାବେଶ ଦେଖିବା ପାଇଁ ବହୁ ଲୋକଙ୍କର ଗୋଟେ ସ୍ୱତନ୍ତ୍ର ଶ୍ରଦ୍ଧା ଥାଏ। କିନ୍ତୁ ଇଏ ସେବକ ଭାବେ ସୁନାଠାରୁ ମାଟି ପର୍ଯ୍ୟନ୍ତ ସବୁକୁ ଯିଏ ସୃଷ୍ଟି କରିଛି, ତା ପାଇଁ ସୁନା କ'ଣ ଏତେ ବଡ଼ ମୂଲ୍ୟବାନ ରତ୍ନ? ସେ ନିଜେ ହିଁ ହେଉଛନ୍ତି ସୁନା। କିନ୍ତୁ ଏଇ ଯେଉଁ ସୁନାର ବେଶ, ଏଥିପାଇଁ ଯାହା ଗବେଷକମାନେ କହୁଛନ୍ତି ଆମେ ଶୁଣିଛୁ, ରାଜାମାନେ ଯେତେବେଳେ ରାଜତନ୍ତ୍ର ଶାସନ ଥିଲା, ରାଜା ମହାରାଜା ମାନେ ସେମାନେ ବିଭିନ୍ନ ରାଜ୍ୟ ଜୟ କରୁଥିଲେ। ବିଭିନ୍ନ ରାଜ୍ୟ ଜୟ କରିବା ପରେ ସେମାନେ ଯେଉଁ ସୁନା ରୂପା ଅଳଙ୍କାର ସବୁ ହାତୀ ଘୋଡ଼ାରେ ବୋହିକିରି ନେଇ ଆସୁଥିଲେ, ସେଗୁଡ଼ିକୁ ସର୍ବପ୍ରଥମେ ସେ ଜଗନ୍ନାଥଙ୍କ ପାଇଁ ସେ ସମର୍ପଣ କରୁଥିଲେ। ତେଣୁ ସମର୍ପଣ ଭାବର ଓଡ଼ିଆ ରାଜା, ଓଡ଼ିଶାର ମୌଡ଼ମଣି, ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ବୋଲି ଆମେ ଯାହାଙ୍କୁ ଆମେ କହୁ, ଆମ ପାଇଁ ସେ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା। ତାଙ୍କ ପାଇଁ ଏ ସୁନାର ବେଶ ସୃଷ୍ଟି ହେଇଛି। ଗୋଟିଏ କଥା ମଧ୍ୟ ଆମର ଭାଗବତ ବର୍ଣ୍ଣିତ କଥା, ପ୍ରତ୍ୟେକ ମଣିଷକୁ 5ଟି ସୁନା ଲାଗେ। ସୁନା ମାନେ ପାପ। 5ଟି ଅପରାଧ ଭିତରେ କାଟିବା, କୁଟିବା, ଡୁମ୍ ଡୁମ୍ ହେଇ ଚାଲିବା, ପହଁରିବା, କଂସା ବାସନ ମାଜିବା, ଏଇସବୁ ଭିତରେ ଅନେକ ଛୋଟ ଛୋଟ କ୍ଷୁଦ୍ର କୀଟମାନେ ମୃତ୍ୟୁବରଣ କରନ୍ତି। ଏଇ ଅପରାଧରୁ ବିମୋଚନ ପାଇଁ ପ୍ରତ୍ୟେକ ଗୃହସ୍ଥମାନେ ଗଙ୍ଗାଜଳ ସେବନ, ନିର୍ମାଲ୍ୟ ସେବନ ଏବଂ ଇଷ୍ଟାର୍ଚ୍ଚନ, ଇଷ୍ଟଙ୍କୁ ଅର୍ଚ୍ଚନ କରିବା, ତୁଳସୀ ମୂଳରେ ପାଣି ଜଳ ଦାନ କରିବା, ସୂର୍ଯ୍ୟଙ୍କୁ ନମସ୍କାର କରିବା, ଭୋଜନ ସରିବା ପରେ ଖାଦ୍ୟ ପଦାର୍ଥ ଅଗ୍ନିକୁ ସମର୍ପଣ କରିବା, ପୁନଶ୍ଚ ପିତୃଲୋକମାନଙ୍କ ପାଇଁ ସମର୍ପଣ କରିବା। ଏଇଭଳି ଗୁରୁଙ୍କ ନିର୍ଦ୍ଦେଶରେ ଯିଏ ଯେଉଁ ପ୍ରକାର ଗୋଟେ ଏ କାର୍ଯ୍ୟକ୍ରମଟି ହୁଏ, ତାଦ୍ୱାରା ଆମେ 5ଟି ଅପରାଧରୁ ମୁକ୍ତି ପାଉ। ବେଳେବେଳେ ମନେ ହୁଏ ତ ଏଇ ଯେଉଁ ସୁନାର ବେଶ ଦର୍ଶନ କଲେ, ଏଇ ଦର୍ଶନ ମଧ୍ୟ ହୁଏତ ସମସ୍ତ ପାପକୁ ବିମୋଚନ କରେ, ନିଶ୍ଚିତ ଭାବରେ କରିବ। ତେବେ ଯାହା ହଉ, ଆଜି ହେଉଛି ପବିତ୍ର ଏକାଦଶୀ। ଏକାଦଶୀର ମହିମା ତ ବହୁତ ଅଛି।
ସେସବୁ କଥା କହିବା ପାଇଁ ଆମେ ବର୍ତ୍ତମାନ ପାଇଁ ଆମର ଇଚ୍ଛା ନାହିଁ। ମୋଟାମୋଟି ଭାବରେ ଆମକୁ ଜାଣିବାକୁ ପଡ଼ିବ ତୁ ଯେବେ ଏକ ଭାବେ ଭାବ। ଗୋଟିଏ ପାରିବାରିକ ଜୀବନରେ ତିନୋଟି ଭାଇ କି ଦିଓଟି ଭାଇ, ସମସ୍ତଙ୍କର ସଂସାର ଅଛି, ସମସ୍ତେ ପରିବାର ଗଠନ କରିଛନ୍ତି। ଏଇ ପରିବାରଟି ଗଠନ କରିବାର ଅର୍ଥ ନୁହେଁ ଯେ ନିଜ ପରିବାରଟାକୁ ନିଜର ସ୍ୱାମୀ, ନିଜର ପୁଅ, ନିଜର ଝିଅ, ନାତି ନାତୁଣୀକୁ ନେଇ ଆମେ ଗୋଟିଏ ପରିବାର କରିବା। ତା ଭିତରେ ଶାଶୁ ନଥିବେ, ଶ୍ୱଶୁର ନଥିବେ, ଦିଅର ନଥିବେ, ନଣନ୍ଦ ନଥିବେ, ଭଣଜା, ଭାଣିଜୀ, ଦେଢ଼ଶୁର, ଭାଇ ବୋଉ ଏସବୁ କିଛି ନଥିବେ। କେବଳ ମୋ ପରିବାର ବୋଲି ଗୋଟେ କ୍ଷୁଦ୍ର ବାକ୍ୟ ଆମ ଭିତରକୁ ଆସିବ। ଯଦି ଆମେମାନେ ଜୀବନରେ ଗୋଟିଏ ପରିବାର ଭିତରେ ପରସ୍ପର ମିଳିମିଶି ରହିପାରିଲୁ, ସେ ଭିନ୍ନ ହେଉ ଏକାଠି ହେଉ, ପରସ୍ପରର ଦୁଃଖ ସୁଖରେ ଯଦି ଆମେ ଭାଗି ହେଇପାରିବା, ସେଇଗୁଟାକ ହେବ ପ୍ରକୃତରେ ଏକାଦଶୀ। ଇଏ ହେଉଛି ପାରିବାରିକ ଜୀବନର ଶ୍ରେଷ୍ଠ ଏକାଦଶୀ। ସମାଜ ଗୋଟେ ବିରାଟ କଥା। ସେଠି ଗରିବ ଅଛନ୍ତି, ଧନୀ ଅଛନ୍ତି, ମଧ୍ୟବିତ୍ତ ପରିବାର ବି ଅଛନ୍ତି। କିଏ ଭଲ ବସ୍ତ୍ର ପିନ୍ଧୁଛି, କିଏ ମଇଳା ପିନ୍ଧୁଛି, କିଏ ଚିରା ବି ପିନ୍ଧୁଛି। ଆପଣମାନେ ଲକ୍ଷ୍ୟ କରିବେ ଏସବୁ ସତ୍ୟ କି ମିଥ୍ୟା। ଆପଣ ଗୋଟିଏ ଘରେ ବସିକିରି ଏ ପାଖରେ ଦୁଧ ଭାତ ଖାଉଥିବେ, ସେ ପାଖରେ ଗୋଟିଏ ପିଲା ରୁଟି ଗୁଡ଼ ଟିକେ ଖାଇବା ପାଇଁ ମଧ୍ୟ କାନ୍ଦୁଥିବ। ଏଇ ଯେଉଁ ବ୍ୟବଧାନ ସବୁ ରହିଛି, ଯେଉଁ ମଣିଷ ଏଗୁଡ଼ିକୁ ବା ଏଇ ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଦିଏ, ମୁଁ ଆଜି ଏଠି ଖେଚୁଡ଼ି ଟିକେ ଖାଉଛି, ସେ ଘରେ ଦେଇ ଆସ ବା ତାକୁ ଟିକେ ଡାକ, ସେ ମୋ ପାଖରେ ଖାଇବ। ଏଇଟା ହେଉଛି ସାମାଜିକ ସ୍ତରର ଏକାଦଶୀ। ତା ଭିତରେ ଗଛ ଲଗେଇବା, ଗଛ ବଞ୍ଚେଇବା, ଏଗୁଡ଼ାକ ସବୁ ଅଛି। କିନ୍ତୁ ଏବେ କ'ଣ ହେଉଛି, ଗାଁର ଏ ମୁଣ୍ଡରେ ଗୋଟିଏ ମନ୍ଦିର ଯଦି କଲେଣି, ଗୋଟିଏ ରାଜନୈତିକ ଦଳ, ସେ ମୁଣ୍ଡରେ ଆଉ ଗୋଟିଏ ଦଳ ଆଉ ଗୋଟିଏ ମନ୍ଦିର କଲେଣି। ମନ୍ଦିର ହେଇଗଲା, ପୂଜା କରିବ କିଏ? ମୋଟରୁ ଗୋଟିଏ କି ଯୋଡ଼ିଏ ବ୍ରାହ୍ମଣ ଥିବେ, ତାଙ୍କ ଉପରେ ସବୁ ନଦା ହେଲା। ସିଏ ପାଣି ଯେମିତି ପତରରେ ଛିଞ୍ଚନ୍ତି, ଛିଞ୍ଚିଦେଲେ, ଫୁଲଟା ପକାଇଦେଲେ, ଚନ୍ଦନ ଟିକେ ଏମିତି ଦେଇଦେଲେ, ଧୂପ କାଠିରୁ ଗୋଟିଏ ଏମିତି ମାନେ, ଇଏ କ'ଣ ଗୋଟିଏ ପୂଜା? ଇଏ ଏକାଦଶୀ ନୁହେଁ। ଏଇସବୁ ହେଉଛି ଗୋଟେ ଭକ୍ତି ଜଗତର ବ୍ୟଭିଚାର ନୀତି। ତାପରେ ଇଏ ଦୁଇଟି କଥା ପରେ ଆଉ ଗୋଟିଏ ଏକାଦଶୀ ହେଉଛି, ଆମେ ଅନ୍ତତଃ 3 ବକ୍ତ ଖାଉଛୁ, ଆମେ ଗୋଟିଏ ବକ୍ତ ଖାଇବା ଛାଡ଼ିଦେବା। ଯେଉଁ ବକ୍ତକୁ ଆମେ ଛାଡ଼ିଲେ ସେଇଟା ଦେଶ ସମାଜ ପାଇଁ ରହିଲା। ଇଏ ଗୋଟିଏ ଏକାଦଶୀ। ତାପରେ ଆଧ୍ୟାତ୍ମିକ ମତରେ ଗୋଟିଏ ଏକାଦଶୀ ହେଉଛି ହରିସ୍ମରଣ, ହରିକଥା ଶ୍ରବଣ, ହରିନାମ କୀର୍ତ୍ତନ, ସାତ୍ଵିକ ଭୋଜନ, ସାତ୍ଵିକ ଚିନ୍ତନ। ଇଏ ହେଉଛି ଜପ କର, ଯଜ୍ଞ କର, ଯାହା କର। ଇଏ ହେଉଛି ଆଉ ଗୋଟିଏ ଏକାଦଶୀ। ଏଇ ଏକାଦଶୀରେ କିଏ ଫଳ ଖାଏ, କିଏ ସୁଆଁ ଚାଉଳର ଭାତ ଖାଆନ୍ତି, କିଏ ସୁଆଁ ଚାଉଳର ଖେଚୁଡ଼ି ଖାଆନ୍ତି।
ଆମେ ଦେଖିଛୁ ଭାରତବର୍ଷରେ ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟରେ ପ୍ରାୟ ଏକାଦଶୀକୁ ପାଳନ କରନ୍ତି। ସେ ଦଶମୀକୁ ପାଳନ କରନ୍ତି, ଏକାଦଶୀକି ପାଳନ କରନ୍ତି, ଦ୍ୱାଦଶୀକୁ ମଧ୍ୟ ମାନେ ପାଳନ କରନ୍ତି। ଏକାଦଶୀଟାକୁ ମୂଳ ପାଳନ କରନ୍ତି। ତେଣୁ ଯାହା ହଉ ଯିଏ କିଏ ବା ଅଛି କେଉଁ ମତେ ଆମେ ସମସ୍ତେ ସମସ୍ତଙ୍କୁ ଜାଣିପାରିବାନି। ଯାହାର ଯେମନ୍ତ ଭାବ ଦେଖି, ଯାହାର ଭାବ ଯେତେ ତାର ପ୍ରଭୁ ତା ପାଖରେ ଏତେ। ତେବେ କିଛି ନା କିଛି ବ୍ରତ ଆମର ରହୁ। ଯେଉଁ ବ୍ରତରେ ପ୍ରଥମ ବ୍ରତ ହେଉଛି ନିଜକୁ ସୁରକ୍ଷିତ ରଖ, ଦ୍ୱିତୀୟ ବ୍ରତ ହେଉଛି ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କର, ତୃତୀୟ ବ୍ରତ ହେଉଛି ସମାଜ ପାଇଁ କିଛି ତମର ଦାନ ରହୁ, କିଛି ତ୍ୟାଗ ରହୁ, ଚତୁର୍ଥ ହେଉଛି ସମର୍ପିତ ଭାବନା ରହିବା। ତେବେ ନିଜକୁ ଆମେ ପଚାରିବା କେଉଁ ବ୍ରତରେ ଆମେ ଅଛୁ। ଯଦି ଜଣେ କହିବ ମୁଁ ଭଲ ଖାଇବି ପିଇବି ଶୋଇବି, ଇଏ ଗୁଡ଼ା କ'ଣ ବ୍ରତ? ବଳିଆ ପ୍ରାୟ ଏକାଦଶୀ କରେନି, ଆଶ୍ରମର ପିଲାମାନେ କରନ୍ତି। କିନ୍ତୁ ଦିନେ ସମୟ ଥିଲା ବର୍ଷ ବର୍ଷ ଧରିକିରି ବଳିଆ କେବଳ ଅଲଣା ସିଝା ଖାଉଥିଲା। ମୁଁ ଭାବେ ମୋର ସେ ଏକାଦଶୀ ଏକାଥରେ ହେଇଯାଇଛି। ତେବେ କଲେ ବି ଚଳିବ, ନ କଲେ ବି ଚଳିବ, କିନ୍ତୁ ପରର ମଙ୍ଗଳ ପାଇଁ ପ୍ରାର୍ଥନା କରିବା ଏ ଏକାଦଶୀଟିକୁ ଜୀବନ ସାରା କରୁଛି ଏବଂ କରିବି। ଆଉ ଯେଉଁମାନେ ଏକାଦଶୀ ବ୍ରତ ପାଳନ କରୁଛନ୍ତି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି। ସକଳ ବୈଷ୍ଣବଙ୍କୁ ମୋର ଗୋଟିକେ କୋଟି ନମସ୍କାର। ଯେଉଁମାନେ ଏକାଦଶୀ ବ୍ରତକୁ ନିନ୍ଦା କରନ୍ତି ବା ଗୋଟେ ବେଖାତିର କରନ୍ତି, ସେମାନେ କ'ଣ ତାଙ୍କର ଫଳ ପାଇବେ କି କ'ଣ କରିବେ